କେମିତି ଡାକିଲେ ମହାପ୍ରଭୁ ଜଗନ୍ନାଥ ତୁମ ଡାକ ଶୁଣିବେ? କ'ଣ କଲେ ମନର ମନୋବାଞ୍ଛା ପୂର୍ଣ୍ଣ ହେବା ସହିତ ସବୁ କିଛି ସେ ଅଜାଡ଼ି ଦେବେ? କାରଣ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭକ୍ତ ଭାବରେ ବନ୍ଧା। ତାଙ୍କୁ ଯିଏ ଭକ୍ତିରେ ଡାକିଛି ସିଏ କାହାରି ବି କିଛି ବି କ୍ଷତି କରିବାକୁ ଦିଅନ୍ତି ନାହିଁ। ତ କେମିତି ମହାପ୍ରଭୁଙ୍କୁ ଡାକିବେ ତା'ର ସଠିକ୍ ଉପାୟ ଆମେ ଆପଣଙ୍କୁ କହିବୁ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଆରମ୍ଭ କରିବା ଆଗରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ବିଷୟବସ୍ତୁ। ତ କେମିତି ମହାପ୍ରଭୁଙ୍କୁ ଡାକିବେ? ମହାପ୍ରଭୁଙ୍କୁ କେମିତି ଡାକିଲେ ମହାପ୍ରଭୁ ତୁମ ଡାକ ଶୁଣିବେ ଆଉ ତୁମ ମନୋବାଞ୍ଛା ପୂର୍ଣ୍ଣ କରିବେ? ଯାହା କିଛି ମନରେ ସ୍ୱପ୍ନ ଥିବ ତା ସବୁକୁ ପୂର୍ଣ୍ଣ କରିବେ। ହଁ ଦର୍ଶକ ବନ୍ଧୁ, ଯଦି ପୁରୀ ଯାଉଛନ୍ତି ଶ୍ରୀମନ୍ଦିର ଦର୍ଶନ କରିବାକୁ, ତ ସେଠି କେମିତି ଡାକିବେ? ତ କେମିତି ଡାକିବେ, କେବେ ଡାକିବେ? ମାତ୍ର ବର୍ଷକୁ ଥରଟାଏ ଭଗବାନ ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତି। ତ ସେଇ ଦିନଟି କେଉଁ ଦିନ ଆସେ? ତ ଚାଲନ୍ତୁ ଜାଣିବା। ତ ପୁରୀରେ ଶ୍ରୀମନ୍ଦିରରେ ସଦାବେଳେ ବଡ଼ ଭାଇ ଓ ଭଉଣୀ ସହିତ ଜଗା ସଦାବେଳେ ବିରାଜମାନ ହୁଅନ୍ତି। କିନ୍ତୁ ସେଦିନ ପୁରୀରେ କେବେ ବି ଡାକିବେ ନାହିଁ। ଯଦି କିଛି ମନରେ ମନୋବାଞ୍ଛା ଅଛି ପୂର୍ଣ୍ଣ କରିବା ପାଇଁକା, ତାହେଲେ ରଥଯାତ୍ରା ଦିନ ଯେତେବେଳେ ମହାପ୍ରଭୁ ଏକା ବସନ୍ତି ସେତିକିବେଳେ ଡାକିବେ। ଦେଖିବେ ଯଦି ଜଗନ୍ନାଥ ଆପଣଙ୍କ ଡାକ ନ ଶୁଣିବେ ତାହେଲେ କହିବେ। ନିଶ୍ଚିତ ଥରେ ଟ୍ରାଏ କରନ୍ତୁ, କାରଣ ଜଗା ଥରେ ଶ୍ରୀମନ୍ଦିରରୁ ବାହାରି ରଥଯାତ୍ରାରେ ବସନ୍ତି, ମହାଲୀଳା କରନ୍ତି। ରଥଯାତ୍ରା 9 ଦିନ ଜାରି ବ୍ୟାପେ। ଯେଉଁ 9 ଦିନ ଯେତେ ରଥଯାତ୍ରାରେ ରୁହନ୍ତି ମହାପ୍ରଭୁ, ସେତିକିବେଳେ ଡାକନ୍ତୁ, ଦେଖିବେ ମନୋବାଞ୍ଛା ନିଶ୍ଚିନ୍ତ ପୂର୍ଣ୍ଣ କରିବେ। ଜଗା ଥରେ ମହାପ୍ରଭୁ କହିଥିଲେ, ମୁଁ ଯେତେବେଳେ ପଦାକୁ ଆସିବି ରଥଯାତ୍ରାରେ ଖେଳିବି, ରଥଯାତ୍ରାରେ ଏକୁଟିଆ ଥିବି, ମୋ ପାଖରେ କେହି ବି ନଥିବେ, ସେତିକିବେଳେ ମୋତେ ଯିଏ ଯାହା ମାଗିବ ମୁଁ ସେତିକିବେଳେ ସବୁ ଅଜାଡ଼ି ଦେବି। ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଭାବେ ଲାଇକ୍ ସବସ୍କ୍ରାଇବ୍ କରିବେ।